श्री परमात्मने नमः। ओम श्री गुरुपादुकाभ्यं नमः। विष्णवे जैष्णवे संकीर्णे चक्रिणे रुक्मिणी रागिणे जानकी जानये वल्लभे वल्लभा यार्चितायात्मने कंस विध्वंसिने वंशिने ते नमः। अच्युतं केशवं राम नारायणं कृष्ण दामोदरं वासुदेवं हरि। अच्युतं केशवं राम नारायणं कृष्ण दामोदरं वासुदेवं हरि। जय जय श्री कृष्ण। आपण माने प्रथम स्कंदर एबे एकादश अध्याय आपण माने श्रवण करंतु। श्रीमद् भागवत महापुराणर एकादश स्कंद आपण मानक पाखरे आपण माने श्रवण करंतु एवं भगवत कृपा लाभ करंतु। ओं नमो भगवते वासुदेवाय। ओं नमो भगवते वासुदेवाय। श्रीमद्भागवत प्रथम स्कंध एकादश अध्याय। 11 अध्याय चरित कृष्ण द्वारका उपगत बंधु बांधव स्तुति घेनि विहार कले जदुमणिये। सुत उवाच एमन्ते निज राज्ये हरि मिलिले शंखनाद करि। से पांचजन्यर शबद हरिला प्रजांक विषाद। से शंख धवल उदर विराजे श्रीकृष्णर कर। अधर रंगे रंग दिशि उच्च शबद से हुमासी। रकत पद्म कोळे जन्हे शोभित काल हंस स्वने। से नाद जेते दूरस्फुरे जन्म मरण भय हरे। से नाद स्फुरे घन घन शुणी सकल प्रजाजन। धामन्ति परमहरसे श्रीकृष्ण दर्शन लालसे। जे हरि सर्वपूर्ण काम आत्म प्रकाश आत्मा राम। रवि समीपे दीपपन्ति जे शनि प्रजाये दियन्ति। विविध उपायन हस्ते मिलिले गोविंद अग्रते। तार निकटे रुन्न होई सकले शिरे कर देये। बालक पिता सन्निधाने जेमन्ते मान अपमाने। आनंदे कृष्ण मुख चाहि बोलन्ति गद गद होई। भोनाथ परम कारण नमो तव अभय चरण। शिव मिरंचि आदि देवे नित्य सेवन्ति जाकुलोभे। जे चिन्ते आत्मार कल्याण तो पाद पद्म नारायण। जे काल जगत संहारे से तोर सेवके न पारे। तु अम्भ पिता माता पति सर्वसंपद क्षम गति। परम गुरु दैवत सुहृद बंधु प्रिय मित्र। तो बिनु आम्भे नहु किछि कृतार्थ हेलो तोते देखी। हरि बोल हरि बोल। अनाथ नाथ तो आम्भर देव मानवे अगोचर। तोर बदन नारायण प्रेम हसित निरीक्षण। से मुख देखो तोर देहे सर्व सौंदर्य जही रहे। देवे सुहृद देखी मारी कुरुनगर मधुपुरे। इच्छारे करो तो गमन तोते न देखी आम्भ मन। क्षणक कोटि जोगमणि रजनी दिवस न जानी। कोटि नयन प्राणी बही कि करे रवि जेबे नाही। तोहर प्रसन्न बदन अखिल ताप विमोचन। चिर प्रवासे ता न देखी केमन्ते जीव आम्भे रखी। एमंत जन मुख शोणी आनंद मने चक्रवाणी। अमृत नयने अनाई
পুরে প্রবেশ ভাবগ্রাহী যাদব সাত বংশ মিলি শবদ শুভে কুশস্থলী রক্ষিত নিজ তুল্য বଳି পাতাଳ ଜହ୍ନେ ନାଗ ବଳି ମତ ମାତଙ୍ଗ ସ୍ୱଖର ରଥ ସକଟ ବହୁତର ପଦାତି ବଳ ପ୍ରମିତ ଧାମନ୍ତି ବୀରେ ଯୁଦ୍ଧ ଦୁଧ ସକଳ ଋତୁ ପୁଷ୍ପ ଭଳି ଆଶ୍ରୟୀ ଲତା ଦ୍ରୁମ ମିଳି ପୁଣି ବିବିଧ ଉପବନି ଜଳି ଜଳଜ ବିହଙ୍ଗମି ଶୋଭିତ ଦ୍ୱାରାବତୀ ପୁରୀ ଜହିଁ ବିଜୟ ନରହରି ତୋରଣ ପୁର ଦ୍ୱାର ମାରି ଉଚ୍ଚେ ବନ୍ଧନ ନାନା ରଙ୍ଗୀ ଧ୍ୱଜ ପତାକା ଚିତ୍ର ସହି ସୂର୍ଯ୍ୟ କିରଣ ପଥେ ନହି ମାର୍ଜିତ ମାର୍ଗ ଦ୍ୱାରେ ଦ୍ୱାରେ ସଂସିଞ୍ଚା କୁସୁମ ଗନ୍ଧନିରେ ଗୃହମାନଙ୍କ ଦ୍ୱାରେ ଦ୍ୱାରେ ଦଧି ଅକ୍ଷତ ଇକ୍ଷୁ ଭଳି ପୂର୍ଣ୍ଣ କଳସ ଧୂପ ଦୀପ କଦଳୀ ବୃକ୍ଷ ଯେ ଆରୋପ କୃଷ୍ଣର ଆଗମନ ଜାଣି ସଙ୍ଗତେ ବସୁଦେବ ଘେନି ରାମ ଅକ୍ରୂର ଉଗ୍ରସେନ କୃଷ୍ଣର ଯେତେକ ନନ୍ଦନ ହରସେ ଉଚ୍ଛୁଳିଲା ମନ ଉପେକ୍ଷୀ ଶୟନ ଭୋଜନ ହରି ବୋଲ। ଉତ୍ତମ ହସ୍ତି ସଜ କରି ମଙ୍ଗଳ ଦ୍ରବ୍ୟ ହସ୍ତେ ଧରି ମଙ୍ଗଳ ବେଦନାଦ ସ୍ୱରେ ଅଗ୍ରେ ଚଳିଲେ ବିପ୍ରବରି ଶଙ୍ଖ ମହୁରୀ ଭେରି ତୁରି ଯେ ବାଦ୍ୟ ମଙ୍ଗଳ ଉଚ୍ଚାରି ଏମନ୍ତେ ପୁରଜନ ପଥେ ଆନନ୍ଦେ ମିଳିଲେ ସମସ୍ତେ ଶତ ସହସ୍ର ବାରାଙ୍ଗନା ଯେ ରୂପେ ଜଗତ ମୋହନା କୁଣ୍ଡଳ ଲୋଳିତ ଶ୍ରବଣୀ ଲୋଚନ ପୂରିତ ଗଞ୍ଜନି ଅଳକା ତିଳକ କୁସୁମ ଦେବମାନ ମନୋରମ ନଟ ନର୍ତ୍ତକ ବନ୍ଦୀ ସୋତେ ଅଗ୍ରେ ଚଳନ୍ତି ଯୁଦ୍ଧେ ଯୁଦ୍ଧେ କୃଷ୍ଣର ଅଦ୍ଭୁତ ଚରିତ ବର୍ଣ୍ଣନ କରି ନୃତ୍ୟ ଗୀତ ମିଳିଲେ ଗୋବିନ୍ଦର ପାଶି ସକଳେ ପରମ ହରସି ଗୋବିନ୍ଦ ଦେଖି ପୁରଜନ ତକ୍ଷଣେ ଉପେକ୍ଷୀ ଆସନ ଯେ ହରି ସର୍ବଗୁଣ ନିଧି ବନ୍ଧୁ ପୂଜିଲେ ଯଥାବିଧି କାହାକୁ କଲେ ନମସ୍କାର କାହାକୁ ଧରି କରେ କର କାହାକୁ କଲେ ଆଲିଙ୍ଗନ କାହାକୁ କରନ୍ତି କଲ୍ୟାଣ କାହାକୁ ମନ୍ଦ ହାସେ ଚାହିଁ ଭାବେ ତୋଷିଲେ ଭାବଗ୍ରାହୀ ଆଶ୍ୱାସ କରି ପୁରଜନି ତୋଷିଲେ ସର୍ବବନ୍ଧୁ ଗଣି ଚାଣ୍ଡାଳୁ ବିପ୍ର ଯାଇ ପୂଜା କରି ତୋଷିଲେ ଦେବରାଜା କୁଳ ପୂଜିତ ଜ୍ଞାନ ବୃଦ୍ଧ କୃଷ୍ଣଙ୍କୁ କଲେ ଆଶୀର୍ବାଦ ପୁରେ ପ୍ରବେଶ ଜନାର୍ଦ୍ଦନ ସଙ୍ଗତେ ଯନ୍ତି ବନ୍ଦୀଗଣ ହରି ବୋଲ। ପଥେ ଗମନ୍ତେ ଭଗବାନ ଦ୍ୱାରକାପୁର ବଧୂଜନ ତକ୍ଷଣେ ଲାଜ ଦୂର କରି ଆରୋହୀ ଅଟ୍ଟାଳି ପାଚେରି ଦେଖିଣ କୃଷ୍ଣର ବଦନ ହରସ ଯେତେ ନାରୀଗଣ ଯଦ୍ୟପି ନିତ୍ୟ ନିତ୍ୟ ପୁରୀ କୃଷ୍ଣ ବଦନ ନିରନ୍ଦରୀ ଦେଖି ତୃପୀତ ନହେ ମନେ ଅମରେ ଜହ୍ନେ ସୁଧା ପାନେ ମୋହନ ମୂର୍ତ୍ତି ଯେ ପ୍ରତ୍ୟକ୍ଷେ ଲକ୍ଷ୍ମୀ ନିବାସ ଯାର ବକ୍ଷେ ସୌନ୍ଦର୍ଯ୍ୟ ସୁଧା ଯାର ଗାତ୍ର ପ୍ରାଣୀ ଲୋଚନ ପାନ ପାତ୍ର ଯାହାର ଚାରି ଭୁଜ ତଳି ବାସବ ଆଦି ଦିଗ ପାଳି ଯାହାର ଅଭୟ ଚରଣ ଭକତ ଜନଙ୍କ ଶରଣ ଧବଳ ଛତ୍ର କେବା ଧରି କେବା ଚାମର ବିଞ୍ଚେ ଧୀରେ ହରିବୋଲ ଜୟ ଶବଦ କେ କରନ୍ତି କେବା କୁସୁମ ବରସନ୍ତି ପଥେ ଗୋବିନ୍ଦ ତନୁ ଶୋଭା କିବା ଉପମା ତାରି ଦେବା ପିତବ ଅସନ ବନମାଳ ଶ୍ରବଣେ ମକର କୁଣ୍ଡଳ ପିସଙ୍ଗ ବସ୍ତ୍ର ମଧ୍ୟ ଭାଗେ ଜହ୍ନେ ବିଜୁଳି ନୀଳ ମେଘେ ରବି ଶଶାଙ୍କ ଶକ୍ର ଚାପ ଶୋଭାମେ ଘନ ନୀଳ ରୂପ ପୁରୀ ପସନ୍ତେ ବ୍ରହ୍ମରାଜି ତକ୍ଷଣେ ମାତୃଗଣେ ଆସି ଆନନ୍ଦେ କରି ଆଲିଙ୍ଗନ କୃଷ୍ଣଙ୍କୁ କରନ୍ତି କଲ୍ୟାଣ ଦେବକୀ ଆଦି ସପ୍ତ ନାରୀ ଚରଣେ ନମିଲେ ମୁରାରି ସକଳ ମାତୃଗଣେ ମିଳି କୋଳେ ବସାଇ ବନମାଳି ଅତ୍ୟନ୍ତ ପୁତ୍ର ସ୍ନେହ ବରି କ୍ଷୀର ସ୍ରବଇ ପୟ ଧରି ଅତି ଆନନ୍ଦେ ଅଶ୍ରୁ ଜଳି
ସିଞ୍ଚନ୍ତି କୃଷ୍ଣଙ୍କ ଉପରେ ହରିବୋଲ ହରିବୋଲ ମାତୃଗଣଙ୍କ ସଙ୍ଗୁ ହରି ନିଜ ଭୁବନେ ବିଜେ କରି 16 ସହସ୍ର ପତ୍ନୀଙ୍କର ବିରାଜେ ରତ୍ନମୟ ପୁର ସକଳ କାମ ପୂର୍ଣ୍ଣ ଧାମ ଜହିଁ ବିଜୟେ ପୂର୍ଣ୍ଣ କାମ ମାୟାର ବଳେ ବନମାଳି ପତ୍ନୀ ଭୁବନେ ବେଗେ ମିଳି ଅଷ୍ଟଅଧିକ ପାଟରାଣୀ 16 ସହସ୍ର ପରିମାଣୀ ପଶିଲେ କେତେ ରୂପ ହୋଇ ହାସ୍ୟ କଟାକ୍ଷେ ମନମୋହି ଭବନେ ଦେଖି ନିଜପତି ସମ୍ଭ୍ରମେ ସକଳ ଯୁବତୀ ଦୁରୁ ଗୋବିନ୍ଦ ମୁଖ ଦେଖି ଉଠିଲେ ଆସନ ଉପେକ୍ଷୀ ହରିବୋଲ କିଅ ବା ଦେବା ପଟାନ୍ତର ଚକରେ ଜହ୍ନେ ନିଶାକର ତକ୍ଷଣେ ହରି ରୂପ ଦେଖି ନିର୍ମଳ କରିବେନି ଆଖି ଅନ୍ତରେ ସ୍ୱାମୀ ରୂପ ଧରି ନିବିଡ଼େ ଆଲିଙ୍ଗନ କରି ପୁଣି କୃଷ୍ଣର ପାଶେ ମିଳି ପୁତ୍ରାଦି ଦ୍ୱାରା କୋଳ କରି ସ୍ୱଭାବେ ସଲ୍ଲଜ ବଦନ ଲୋତକେ ପୂରିତ ନୟନ ନିତ୍ୟ ହିଁ ପାଇଲେ କାନ୍ଦି ତଥାପି କୃଷ୍ଣ ପାଦ ଗତି ଅତି ପିରତି ନବ ନବ ସ୍ୱାମୀ ଚରଣେ କଲେ ଭାବ ପାଦ ପଦ୍ମରେ ସେବା କଲେ କେ ତାହା ଛାଡ଼ି ପାରେ ଭଲି ଯେ ଲକ୍ଷ୍ମୀ ସ୍ୱଭାବେ ଚଞ୍ଚଳ ନ ଛାଡ଼େ ତା ପାଦ କମଳ ଏହି ପ୍ରକାରେ ନରହରି ଛଳେ ଧରଣୀ ଭାରା ହରି ଦଶଗୟୁତ ରାଜା ଗଣି ଉଭାରି ସହାରିଲେ ରଣି କଳି ଭିଆଇ ଅନ୍ୟ ଅନ୍ୟ ବାୟୁ ଦେଶନେ ବେଣୁ ବନେ ସୋମାୟା ବଳେ ନରହରି ମନୁଷ୍ୟ ଦେହେ ଅବତରି ଅଜ୍ଞାନୀ ଜହ୍ନେ ଗୃହେ ଥାଇ ବଞ୍ଚେ ଶରୀର ବଶ ହୋଇ ପତ୍ନୀର ଭାବ ପ୍ରେମ ରଙ୍ଗେ ଯନ୍ତ୍ରିତ ମୋହନ ନଙ୍ଗେ କୃଷ୍ଣର ଯେତେ ନାରୀଗଣ ସୁନ୍ଦରୀ ମୋହନ୍ତି ମଦନ ସ୍ୱଭାବେ ପ୍ରେମ ମନ୍ଦହାସେ ନିତ୍ୟ ସେବନ୍ତି କୃଷ୍ଣ ପାଶେ ବିବିଧ ଆଲିଙ୍ଗନ ଦେଇ ତା ମନ ନ ପାରିଲେ ମୋହି ହରିବୋଲ କାହୁଁ ପାରିବେ ବଶ କରି ନିର୍ଲେପ ପ୍ରଭୁ ନରହରି ଏ ଜୀବ ଲୋକ କାହୁଁ ଜାଣି ଆପଣା ତୁଲ୍ୟ କରି ମଣି ସେ ହରି ଚରଣ କମଳେ ସୁଜନେ ଚିନ୍ତ ଧ୍ୟାନ ବଳେ ହରିବୋଲ କହି ବିପ୍ର ଜଗନ୍ନାଥ ପ୍ରଥମ ସ୍କନ୍ଧେ ଭାଗବତ କହି ବିପ୍ର ଜଗନ୍ନାଥ ପ୍ରଥମ ସ୍କନ୍ଧେ ଭାଗବତ बोलानंद हरि बोल इति श्रीमद्भागवते महापुराणे पारमहंस्यां संहितायां प्रथमस्कन्धे नैमिषय्यवख्यानि श्रीकृष्णद्वारकाप्रवेशो नाम एकादशोऽध्यायः श्रीकृष्णार्पणमस्तु। जगन्नाथ 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 पाहि मां महाबाहु 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 रक्ष मां जगन्नाथ 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 पाहि मां महाबाहु 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 रक्ष मां बलभद्र 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 पाहि मां बलराम 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 रक्ष मां बलभद्र 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 पाहि मां बलराम 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 रक्ष मां मा सुभद्रा मा सुभद्रा मा सुभद्रा पाहि मां श्री सुभद्रा श्री सुभद्रा श्री सुभद्रा रक्ष मां मा सुभद्रा मा सुभद्रा मा सुभद्रा पाहि मां श्री सुभद्रा श्री सुभद्रा श्री सुभद्रा रक्ष मां सुदर्शन पाहि मां चक्रराज रक्ष मां सुदर्शन पाहि मां चक्रराज रक्ष मां जगन्नाथ 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 केवलं जगन्नाथ 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 केवल जय जय जगन्नाथ महाप्रभु। आज प्रथम स्कंदर एकादश अध्याय आपण
ଶ୍ରୀମଦ ଭାଗବତ ଶ୍ରବଣ କରୁଥିଲେ। ସମସ୍ତେ ଶ୍ରବଣ କରନ୍ତୁ ଏବଂ ବିଭୁ କୃପା ଲାଭ କରନ୍ତୁ। ଶ୍ରୀକୃଷ୍ଣାର୍ପଣମସ୍ତୁ।